ନା ବା ଆସିନି ବର୍ଷା ତ ହେଲାଣି କ'ଣ କରିବି। ତୁମେ ତା ପ୍ରଥମ ଛୁଆ ବାହାଘର ପ୍ରଥମ ଛୁଆ କେତେ ବର୍ଷ ପରେ ବାହା ହେଇଥିଲା ଯେ? ବାହାଘର ଏଇ ହେଇଗଲାଣି 2-3 ବର୍ଷ। ଇଏ ହଉଛି ନାତି ଆଉ ବର୍ଷା କାହିଁ ବସିଥିଲେ ଆପଣ? ଆଉ କଣ କରିବି ଝିଅ ତ ଦେଇକି ଏଇ ଅବସ୍ଥା ହେଇଛି ଆଉ। କେତେ ଆଶା ରଖିଥିଲେ? 6 ମାସ ହେଇଥିଲା ଭାଦ୍ର ମାସ 7 ଭାଦ୍ର ଖାଇथा। ଆପଣ କେତେ ଘର ପାଇଲେ? ମୁଁ ଏଇ ସାବିତ୍ରୀ ଅମାବାସ୍ୟାକୁ ରବିବାର ଦିନ ଆସିଲି ତାଙ୍କ ଘର ପାଖକୁ। ଆଜ୍ଞା ଆଉ ତ ରବିବାର କାଲି ଗଲା ସୋମବାର ଏତେ ମଙ୍ଗଳବାର ରବିବାର ପେନ୍ ହେଲା ଘିନିକି ଆସିଲେ କାଲି ତ ସୋମବାର ହେଲା ପେନ୍ ଘିନିକି ଆଇଲେ। ଆଉ ଏଇ ଅବସ୍ଥା ରାତିରେ ତ ହେଇଛି ମାସ ନ ପାଇଲେ 4ଟା ଘିନିକି ତାଙ୍କ ରାଢ ମୁରି ଏଠିକି ଆଇଲେ। ଝିଅ କେତେ ଖୁସି ଥିଲା? ଆପଣ ଖୁସି ଥିଲେ? ହଁ ଆପଣ ଏତେ ବର୍ଷାରେ ରାସ୍ତାରେ ବସୁଛନ୍ତି ବନ୍ଧୁକରେ ବସୁଛନ୍ତି କଣ ଭାବୁଛନ୍ତି? କଣ କରିବା ନ୍ୟାୟ ତ କଣ ତାଙ୍କୁ ଦେବେ ଗୋଟେ କିଛି ଏ ପରିସ୍ଥିତିରେ ଗୋଟେ ଦେବେ ନା କିଛି ଶାନ୍ତରାମ ବେଳା। ଘଟଣା ବିଷୟରେ ମୁଁ ଆଜି ମର୍ଣ୍ଣିଂରେ ଗ୍ରିଭାନ୍ସରେ ଥିଲି ବନ୍ଦରେ 7:30 ବେଳକୁ ମୁଁ ଖବର ପାଇଲି ଯେ ଆଉ ଦୁଃଖ ଲାଗିଲା। ଦୁଃଖଦାୟକ ଘଟଣା ହେବା କଥା ନୁହେଁ। ସେ ଅନୁସାରେ ଆମର କଲେକ୍ଟର ସାର୍ ଗୋଟେ କମିଟି ଫର୍ମେସନ୍ କରିଛନ୍ତି। ଏଡିଏମ୍ ରହିବେ ଜଣେ ମେମ୍ବର, ସିନିୟର ପୋଲିସ ଅଫିସର ଜଣକ, ମେଡ଼ିକାଲ ତରଫରୁ ସିଡିଏମ୍ର ଜଣେ ହାୟର ଅଫିସର ରହିବେ, ଆଉ ଜଣେ ଏକ୍ସପର୍ଟ ଆମେ ତାକୁ ରଖିବୁ। 3 ଦିନ ଭିତରେ ଆମେ ତାକୁ ରିପୋର୍ଟ ଦେବୁ। ଯଦି ସେମିତି ଯାହାର ଭୁଲ ବାହାରିଲା ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାର୍ କ'ଣ କହିବେ ଯେଉଁ ଶିଶୁଟି ତ ମୃତ୍ୟୁବରଣ କରିସାରିଛି ତ ପ୍ରାଥମିକ କ'ଣ ଜଣାପଡ଼ୁଛି ଆକ୍ଚୁଆଲି କ'ଣ ଘଟଣା ଯେଉଁ ପରିବାର ଲୋକ ଏନକ୍ୱାରି ନ କଲେ ଜଣାପଡ଼ିବନି। ଆକ୍ଚୁଆଲି ରିପୋର୍ଟଟା ଆମକୁ ତର୍ଜମା କରିବାକୁ ପଡ଼ିବ। ସେ ଯେଉଁ ଏଠୁ ଯେଉଁଟା ବାହାରିଥିଲା ଆମେ ତାକୁ ଦେଖିବୁ। ସେଠି ଯେଉଁ ଡାକ୍ତର ଦେଖିଛନ୍ତି ତାଙ୍କୁ ଆମେ ପଚାରିବୁ କ'ଣ ଆକ୍ଚୁଆଲି ହେଇଛି, କେତେ ସେ ଡିଟେଲ ଏନକ୍ୱାରି ପରେ ଜଣାପଡ଼ିବ କ'ଣ ହେଇଛି। ଲାଇସେନ୍ସ ଅଛି ସେପ୍ଟେମ୍ବର 27 ପର୍ଯ୍ୟନ୍ତ ଅଛି ତାଙ୍କ ଲାଇସେନ୍ସ ଅଛି। ତାପରେ ଆମର ଗୋଟେ କମିଟି ଆଗରୁ ଗୋଟେ ଆମର PCPN ଆକ୍ଟ ଅନୁସାରେ ଗୋଟେ ଆମର ଏନଫୋର୍ସମେଣ୍ଟ କମିଟି ଫର୍ମେସନ୍ ହେଇଛି। ପୁରା ୟୁନିଟ୍ ସବୁକୁ ଆମେ ଯଥାଶୀଘ୍ର ତାକୁ ଆମେ ଭିଜିଟ୍ କରି ବୋଲି ଯାହାର ଯେଉଁ ବାଧ୍ୟ ଆମେ ତାକୁ କାର୍ଯ୍ୟାନୁଷ୍ଠାନ ସେମିତି କିଛି ଲିମିଟ୍ ନାହିଁ। ମେସିନ୍ର କାପାସିଟି ଅନୁସାରେ ସେ କରିବ। ଡାକ୍ତରଙ୍କର ଇଏ ଅନୁସାରେ ଜଣେ ଡାକ୍ତର 2 ଜଣ ଅଛି ଡାକ୍ତର ମେସିନ୍ କାପାସିଟି ଅନୁସାରେ କରିବ। ଟାଇମ୍ ଗୋଟେ ଅଛି ସମୟ ଏତେ ସମୟ ଭିତରେ ହେବ। ତେଣୁ ସେଇଟା ମେସିନ୍ ଆପଣ ମେସିନ୍ ଅଛି ପାୱାର ନେଇ ହୁଏ। ଡାକ୍ତରଙ୍କର ବି ସେ ଅନୁସାରେ ଟ୍ରେନିଂ ଡାକ୍ତରଙ୍କ ତରଫରୁ। ତେଣୁ ପ୍ରାୟ ଜଣେ ମ୍ୟାକ୍ସିମମ୍ 40-50 ମ୍ୟାକ୍ସିମମ୍ ଜଣେ କରିପାରିବ। ସେଇଟା ଆପଣ ନ ଦେଖିବା ପର୍ଯ୍ୟନ୍ତ କିଛି କହିହେବନି। ମେସିନ୍ କହିବନି, ମେସିନ୍ ତାର ଗୋଟେ ଲାଇଫ୍ ସ୍ପାନ୍ ଥାଏ। ମେସିନ୍ ନେଇପାରେ, ଦେଖିବାକୁ ପଡ଼ିବ କେବେକା ମେସିନ୍ କେଉଁ କମ୍ପାନୀ, ତାର ମେଣ୍ଟେନାନ୍ସ ହେଇଛି କି ନାହିଁ, ତାର ଏଫିକେସି କେତେ ଗୁଡ଼ା ଦେଖିବାକୁ ପଡ଼ିବ। ସେଟା ହଉ